रविवार 3ଟି ନୂଆ କେସ୍ ରାଜ୍ୟରେ 12ରେ ପହଞ୍ଚିଲା କୋଭିଡ ରୋଗୀଙ୍କ ସଂଖ୍ୟା। ଏହିଭଳି ଲାଟେଷ୍ଟ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରିବା ସହ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରିବାକୁ ଜମା ବି ଭୁଲନ୍ତୁ ନାହିଁ। ରାଜ୍ୟରେ ପ୍ରଥମ କୋଭିଡ ମୃତ୍ୟୁ ହୋଇଛି। ଭୁବନେଶ୍ୱରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। 58 ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ 12ରେ ପହଞ୍ଚିଲା କୋଭିଡ ରୋଗୀଙ୍କ ସଂଖ୍ୟା। ରବିବାର 3ଟି ନୂଆ କେସ୍ ବାହାରିଛି। ସମସ୍ତ କୋଭିଡ ଆକ୍ରାନ୍ତ ହୋମ୍ ଆଇସୋଲେସନରେ ଅଛନ୍ତି। ସେହିପରି ରାଜ୍ୟରେ ପ୍ରଥମ କୋଭିଡ ମୃତ୍ୟୁ ହୋଇଛି। ଭୁବନେଶ୍ୱରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ ହୋଇଛି। 58 ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି। ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ଅଛି ଓ ଏନେଇ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3700 ଟପିଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ମେ 22ରେ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା 257 ଥିଲା। ଗତ 9 ଦିନରେ କରୋନା ମାମଲା 14 ଗୁଣ ବୃଦ୍ଧି ହୋଇଛି। କେରଳରେ ସର୍ବାଧିକ 1400 ସକ୍ରିୟ ଆକ୍ରାନ୍ତ ଥିବାବେଳେ ମହାରାଷ୍ଟ୍ରରେ 458, ଦିଲ୍ଲୀରେ 436 ସକ୍ରିୟ କରୋନା ରୋଗୀ ଅଛନ୍ତି। ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ତାମିଲନାଡୁରେ 200 ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ସହରରେ ସଂକ୍ରମଣ ବୃଦ୍ଧି ପାଇଛି। ଜାନୁଆରୀ ଏପର୍ଯ୍ୟନ୍ତ ଦେଶରେ କରୋନା କାରଣରୁ 28 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କର୍ଣ୍ଣାଟକ ସରକାର ଜନଗହଳି ଅଞ୍ଚଳରେ ମାସ୍କ ପରିଧାନ ଓ ଶାରୀରିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 2020ରେ କରୋନା ସଂକ୍ରମଣ ମାଡ଼ି ଚାଲିଥିବା ବେଳେ 4ଟି ପର୍ଯ୍ୟାୟରେ ହୋଇଥିବା ଲକଡାଉନ ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ 25ରୁ ଏପ୍ରିଲ 14, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ 15ରୁ ମେ 3, ତୃତୀୟ ପର୍ଯ୍ୟାୟ ମେ 4ରୁ ମେ 17 ଏବଂ ଚତୁର୍ଥ ପର୍ଯ୍ୟାୟ ମେ 18ରୁ ମେ 31 ଯାଏଁ ହୋଇଥିଲା।